ମୁଁ ଏବେ ଯେଉଁ ଘର ଆପଣଙ୍କୁ ଦେଖାଉଥିଲି ସେ ଘରେ ଗୋଟେ ଛୋଟ ପୁଅ ରୁହେ। ମୁଁ ଯେତେବେଳେ ବାଲକୋନିକୁ ଯାଏ ଚଉରା ମୂଳରେ ପାଣି ଦେବା ପାଇଁ କି କୌଣସି କାରଣ ବାହାରେ ଠିଆ ହେଇଥାଏ, ସିଏ ସେତେବେଳକୁ ଝରକା ପାଖକୁ ଆସିକି କିଛି ନା କିଛି ଡାକିବା ପାଇଁ ମୋତେ କିଛି ନା କିଛି ଗୋଟେ ଶବ୍ଦ କରେ, ଯେମିତି ହେ ହୁ କି ନହେଲେ ହ୍ୟାଲୋ କି ନହେଲେ ହାଏ ହେ ଏମିତି କୁହେ। କିନ୍ତୁ ମୁଁ ତାକୁ ଦେଖିଲା ପରେ ମୋତେ ଖୁସି ଲାଗେ। ସେ ସେଇ ଝରକାରେ ଝୁଲିକି ରହିଥାଏ। ଆଉ ମୁଁ ତାକୁ ଦେଖିକି ଆଜି ଯଦି କହିଦେବି ହାଏ, ସେ ସେଠୁ କହିବ ହାଏ। ମୁଁ ଯଦି କହିବି କ'ଣ କରୁଛୁ, ନା ଖାଉଛି କହିକି ତା'ର ଗିନା ଦେଖେଇବ ଏମିତି। ତ ମୋତେ ତାକୁ ଦେଖିକି ଖୁସି ଲାଗେ। ଯେବେ ବି ସେ ମୋତେ କିଛି ଗୋଟେ କୁହେ ମୁଁ ରିଆକ୍ଟ କରେ, ସିଏ ରିଆକ୍ଟ କରେ, ତ ମୋତେ ଖୁସି ଲାଗେ। ବେଳେବେଳେ କ'ଣ ହୁଏ ନା ତା ମାଆ ତାକୁ ପାଠ ପଢ଼ାଇଲା ବେଳେ କି ମାଆ କି ଭଉଣୀ ମୁଁ ଠିକ୍ସେ ଜାଣିନି, କିନ୍ତୁ ସ୍ତ୍ରୀ ଲୋକ ଜଣେ କିଏ ପାଠ ପଢ଼ାଇଲା ବେଳେ ତାକୁ ବହୁତ ବାଡ଼ାନ୍ତି। ମୁଁ ପାଠ ପଢ଼ାଇଲା ବେଳେ ମୁଁ ଦେଖିଛି, ଅଲଗା ସମୟରେ ବି ଦେଖିଛି ତାକୁ ବାଡ଼ାନ୍ତି। ଯେତେବେଳେ ମୁଁ ଶୁଣେ ତାକୁ ସେ କାନ୍ଦୁଛି କି ସେ ବାଡ଼ଉଛନ୍ତି, ମୋତେ ମୁଁ ଜାଣିନି କ'ଣ ଅଛି ତାଙ୍କ ପିଲା ବାଡ଼ାନ୍ତି କି ସେ ତାଙ୍କୁ ରାଗୁଥିବେ କି ପାଠ ପଢ଼ୁନଥିବ କି ଦୁଷ୍ଟାମି ହେଉଥିବ। ମୋତେ କିନ୍ତୁ ଦେଖିକି ବହୁତ ମନ ଦୁଃଖ ଲାଗେ, ଖରାପ ଲାଗେ ଯେ ବାଡ଼ଉଛନ୍ତି କାହିଁ ତାକୁ, ବୁଝାଉନାହାନ୍ତି କାହିଁକି, ବୁଝେଇଲେ ବି ତ ସେ ବୁଝି ଯାଇପାରିବ, ବାଡ଼ଉଛନ୍ତି କାହିଁ ତାକୁ। ମୁଁ ଯେତେବେଳେ ଦେଖିଲି ଯେ ତାକୁ ମୋତେ ବେଳେବେଳେ ଇଚ୍ଛା ହୁଏ ଯିବି ଚାଲିକି ତାଙ୍କ ଘରକୁ ଯିବି, ତଳକୁ ଯିବି, ପଚାରିବି ଯେ ଆପଣଙ୍କ ପୁଅ କି ସେ ଯଦି ପୁଅ ତାହେଲେ ବାଡ଼ଉଛନ୍ତି କାହିଁକି, ଆଉ ବୁଝେଇକି କାହିଁକି କହୁନାହାନ୍ତି। ମୋ ଝିଅ ମୋତେ କହିଲା ମଝିରେ, ମୁଁ ଏମିତି ତାଙ୍କୁ କହୁଥିଲି ଯେ ଏଇ କଥା, ମୋତେ କହିଲା ମାମା ତୁ ବି ତ ମୋତେ ବାଡ଼ଉଥିଲୁ, ଯେତେବେଳେ ପାଠ ପଢ଼ାଉଥିଲୁ ତୁ ବି ତ ମୋତେ ବାଡ଼ଉଥିଲୁ, ତୁ କ'ଣ ମୋତେ ବାଡ଼ଉନଥିଲୁ ନା କ'ଣ, ମୋତେ ତୁ ବୋଲେ ତ ମୁଁ ଏମିତି ତତେ ବାଡ଼ାଏନି କେବେ, ବାଡ଼େଇଥିବି ବୋଧେ କିନ୍ତୁ ଏମିତି ତ ନୁହେଁ। କହିଲା ହଁ ତୋର କିନ୍ତୁ ରାଗୁଥିଲୁ। ତ ସେଇ ମୋମେଣ୍ଟରେ ମୋର ମନକୁ ଗୋଟେ କଥା ଆସିଲା, ମୋତେ ପର ପିଲାକୁ ଦେଖିକି ମୋତେ ମନ ଦୁଃଖ ଲାଗୁଛି, ସେ ମୋ ସାଙ୍ଗେ କଥା ହୁଏ, ହସି ଦିଏ, କିନ୍ତୁ ତା ମାଆ ତାକୁ ମାରୁଛି। ମୁଁ ତାକୁ ଟିକେ ବୁଝେଇଥାନ୍ତି କି କାଳେ ମୋତେ ମୋ ପିଲାକୁ ବି ସତରେ ସେମିତି ମାରିଥିଲି କି। ତ ନିଜକୁ ଗୋଟେ ମୁଁ ନିଜକୁ ଚିନ୍ତା କରୁଛି ଏବେ ମୁଁ ଯେଉଁ ଜିନିଷଟା ବର୍ତ୍ତମାନ ଦେଖି ମନ ଦୁଃଖ କରୁଛି, ସେଇ ଜିନିଷଟା ମୁଁ କେମିତି କରୁଥିଲି, କାହିଁକି କରୁଥିଲି, କି ସାଇକୋଲୋଜି ଥିଲା, କ'ଣ ପାଇଁ କରୁଥିଲି। ଏବେ ସେ କଥା ମନକୁ ଆସୁନି ଯେ ମୋ ପିଲାକୁ ମୁଁ ବାଡ଼େଇବି। ମୋ ଝିଅ ବି ବଡ଼ ହେଇଗଲାଣି, ଛୋଟ ଥିଲାବେଳେ ମୁଁ ତାକୁ ବାଡ଼ଉଥିଲି। ସେଥିରେ ଗୋଟେ ଜିନିଷ ମନକୁ ଆସୁଛି ଯେ ସମୟ ଅନୁସାରେ ସମସ୍ତେ ବଦଳନ୍ତି, କିନ୍ତୁ ପରିସ୍ଥିତିରେ ପଡ଼ିକି କି କେତେବେଳେ କ'ଣ କରେ ଯେଉଁଟାକି ଆମେ ଦୂରରେ ଥାଇକି ଜଜ୍ କରିବା କି ଦୂରରେ ଥାଇକି ଜଣଙ୍କ ବିଷୟରେ ଭୁଲ କି ଠିକ୍ ବୋଲି ତାକୁ ଧାରଣା ଆଣିବା, ସେଇଟା ଭୁଲ, ଠିକ୍ ନୁହେଁ। କିନ୍ତୁ ଏତିକି ମୋତେ ଖୁସି ଲାଗୁଛି ଯେ ଯାହା ହଉ ମୋ ଝିଅ ମୋତେ କନଫ୍ରଣ୍ଟ କରିପାରୁଛି, ମୋ ମୁହଁରେ ସେ କହିପାରୁଛି ଯେ ମାମା ତୁ ମୋତେ ବି ବାଡ଼ଉଥିଲୁ, ଏମିତି ନୁହେଁ ଯେ ତୁ ମୋତେ ବାଡ଼େଇନୁ କେବେ ବି। ତ ଆଉ କାହା ପାଇଁ ମନ ଦୁଃଖ କରୁଛୁ, ମୋ ପାଇଁ ତ ମନ ଦୁଃଖ କର। ମୋ ଝିଅକୁ ଯଦିଓ ମୁଁ ସେତେ ଜୋରରେ ବାଡ଼େଇନି କରିନି, ତଥାପି ମୋତେ ଟିକେ ଦୋଷୀ ବୋଲି ଅନୁଭବ ମୁଁ କରୁଛି ନିଜକୁ, ଯେ ପିଲାଙ୍କୁ ନ ବାଡ଼େଇ ନ ପାଟି କରିକି ଯଦି ବୁଝେଇକି ଅଭିମାନ କରିକି କୌଣସି ଉପାୟରେ ବି ଆପଣ ବୁଝେଇ ପାରୁଛନ୍ତି ତାହେଲେ ବୁଝାନ୍ତୁ। ଜମା ତାପରେ ରାଗିକି ପାଟି କଲେ କୌଣସି ଲାଭ ହୁଏନି। ମୁଁ ବହୁତ ଜାଗାରେ ଏଇଟା ଦେଖି ସାରିଲିଣି। ଆଉ ଆଶା କରିବି ଯେ ଆପଣ ଯେତେବେଳେ ପିଲା ସବୁ ପଢ଼ଉଛନ୍ତି କି କିଛି ପିଲାକୁ କହୁଛନ୍ତି, ତ ତାକୁ ଟିକେ ଶାନ୍ତ ଭାବରେ ଟିକେ ଧୈର୍ଯ୍ୟ ଧରି କୁହନ୍ତୁ, ଦେଖିବେ ତା'ର ଫଳାଫଳ ଆଗକୁ ବହୁତ ଭଲ ହେବ ବାଡ଼େଇବା ଅପେକ୍ଷା। ଧନ୍ୟବାଦ।